ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ମାଣବସା ପୂଜା ଯେପରି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ପୂଜା, ସେହିପରି ଆଉ ଏକ ବ୍ରତ ମଧ୍ୟ ମାଙ୍କର ଅତ୍ୟନ୍ତ ପ୍ରିୟ। ତାହା ହେଉଛି ସୁଦଶା ବ୍ରତ। ବନ୍ଧୁଗଣ, ଆଜି ଆମେ ଏହି ଭିଡ଼ିଓରେ ଜାଣିବା ଯେ 2025ରେ ପ୍ରଥମ ସୁଦଶା ବ୍ରତ କେବେ ପଡ଼ୁଅଛି ଏବଂ ଯେଉଁମାନେ ନୂଆ କରି ବ୍ରତ ଧାରଣ କରିବା ପାଇଁ ଚାହୁଁଛନ୍ତି ସେମାନେ ବ୍ରତ ଆରମ୍ଭ କରିପାରିବେ କି ନାହିଁ। ତେବେ ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥାନ୍ତି ତେବେ ଆମ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ବନ୍ଧୁଗଣ, ଶୁକ୍ଳପକ୍ଷ ଦଶମୀ ତିଥି ସହିତ ଯଦି ଗୁରୁବାର ପଡ଼ୁଥାଏ, ସେହିଦିନ ଆମେ ସୁଦଶା ବ୍ରତ ପାଳନ କରିଥାଉ। ଏହି ସୁଦଶା ବ୍ରତ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ବ୍ରତ ଅଟେ। ଏହି ବର୍ଷ ଜାନୁଆରୀ 9 ତାରିଖରେ ପ୍ରଥମ ସୁଦଶା ବ୍ରତ ପଡ଼ୁଅଛି। ସେହିଦିନ ପୌଷ ମାସର ଶୁକ୍ଳପକ୍ଷ ସହିତ ଦଶମୀ ତିଥି ଏବଂ ଗୁରୁବାର ମଧ୍ୟ ପଡ଼ୁଛି। ସେହିଦିନ ଶାମ୍ବ ଦଶମୀ ମଧ୍ୟ ରହୁଛି, ଯାହାକି ବହୁତ ଶୁଭ ଦିନଟିଏ। ଯେଉଁମାନେ ପୁରୁଣା ବ୍ରତଧାରୀ ଅର୍ଥାତ୍ ଯେଉଁମାନେ ପୂର୍ବରୁ ସୁଦଶା ବ୍ରତ କରୁଥିବେ ସେମାନେ ତ କରିବେ, ମାଙ୍କର ବିଧିବିଧାନ ସହ ପୂଜା କରିବେ। କିନ୍ତୁ ଯେଉଁମାନେ ନୂଆ କରି ସୁଦଶା ବ୍ରତ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ସେମାନେ କରିପାରିବେ କି ନାହିଁ ତାହା ମଧ୍ୟ ଜାଣିବା ନିହାତି ଦରକାର। ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ଯେଉଁ ତିଥିରେ ସୁଦଶା ବ୍ରତ ଆରମ୍ଭ କରିବା କଥା କୁହାଯାଇଛି ସେହି ତିଥି ବିଷୟରେ ଆଜି ଆମେ ଜାଣିବା। ବନ୍ଧୁଗଣ, ନୂଆ ସୁଦଶା ବ୍ରତ ସେହିଦିନ ଆମେ କରିବା ଯେଉଁଦିନ ତ୍ରିବଳ ଶୁଦ୍ଧି ଥିବ। ତ୍ରିବଳ ଅର୍ଥାତ୍ ସୂର୍ଯ୍ୟ, ଚନ୍ଦ୍ର ଏବଂ ବୃହସ୍ପତି। ସର୍ବଶକ୍ତିର ସଞ୍ଚାର ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ ଯଦି ଉଚ୍ଚରେ ରହିବେ, ସୂର୍ଯ୍ୟ ଯଦି ଶୁଦ୍ଧି ରହିବେ, ତେବେ ଆମର ସଂକଳ୍ପ ଦୃଢ଼ ହେବ, ଆତ୍ମବିଶ୍ୱାସ ଦୃଢ଼ ହେବ। ଆମର ଆତ୍ମବଳ, ଆତ୍ମବିଶ୍ୱାସ ଯେତେବେଳେ ଦୃଢ଼ ନ ହେବ ତେବେ ଆମେ କୌଣସି ନୂଆ ସଂକଳ୍ପ ନେଇପାରିବା ନାହିଁ। ସୁଦଶା ବ୍ରତ ବି ତ ଗୋଟିଏ ସଂକଳ୍ପ ନା। ଗୋଟିଏ ବ୍ରତ ଯେତେବେଳେ ଆମେ ଆରମ୍ଭ କରିବା ମାନେ ଆଜୀବନ କରିବା। ସୁଦଶା ବ୍ରତ ଯଦି ଆମେ ଥରେ ଆରମ୍ଭ କରୁଛେ ତେବେ ଆମକୁ ଆଜୀବନ କରିବାକୁ ପଡ଼ିବ, ତାକୁ ଆମେ ଛାଡ଼ିପାରିବା ନାହିଁ। ଯଦି ଆମମାନଙ୍କର ସଂକଳ୍ପ ସେତିକି ଦୃଢ଼ ନ ହୁଏ ତେବେ ଆମେ ବ୍ରତ କେବେ ବି କରିପାରିବା ନାହିଁ। ତେଣୁ ରବି ଶୁଦ୍ଧି ନ ହେଲେ କେବେ ବି ନୂଆ ବ୍ରତ ପୂଜା କରାଯିବ ନାହିଁ। ରବି ଅର୍ଥାତ୍ ସୂର୍ଯ୍ୟଙ୍କର ଅନ୍ୟ ନାମ। ତେଣୁ ରବି ଶୁଦ୍ଧି ହେବା, ଉଚ୍ଚରେ ରହିବା ନିହାତି ଆବଶ୍ୟକ। ସେହିପରି ଚନ୍ଦ୍ର ହେଉଛନ୍ତି ମନର କାରକ। ମନର ଦୃଢ଼ତା ନିମନ୍ତେ ଚନ୍ଦ୍ର ଶୁଦ୍ଧି ନିହାତି ଆବଶ୍ୟକ। ମନ ଯଦି ଦୃଢ଼ ନ ହୁଏ ତେବେ ମଧ୍ୟ ନୂଆ ବ୍ରତର ଯେଉଁ ସଂକଳ୍ପ ଆମେ ନେବା କେବେ ବି ହେଇପାରିବ ନାହିଁ। ଆମେ ନୂଆ ବ୍ରତ ଆଜୀବନ କରିପାରିବା ନାହିଁ। ଗୁରୁ ହେଉଛନ୍ତି ବୃହସ୍ପତି, ଯିଏକି ଜ୍ଞାନ, ବିଦ୍ୟା, ପ୍ରବୀଣତାର କାରକ। ନୂଆ ବ୍ରତର ସଂକଳ୍ପ ନେବା ପୂର୍ବରୁ ଗୁରୁ ଶୁଦ୍ଧି ହେବା ମଧ୍ୟ ଆବଶ୍ୟକ। ଗୁରୁ ଶୁଦ୍ଧି, ରବି ଶୁଦ୍ଧି ଏବଂ ଚନ୍ଦ୍ର ଶୁଦ୍ଧି, ଏହି ତିନୋଟି ଶୁଦ୍ଧି ନ ହେଲେ କାଳ ବା ସମୟ ଶୁଦ୍ଧି କେବେ ବି ହୋଇପାରିବ ନାହିଁ କି ନୂଆ ବ୍ରତର ପୂଜା କେବେ ବି କରାଯାଇପାରିବ ନାହିଁ। ଗୁରୁ ଶୁଦ୍ଧି ଏବଂ ରବି ଶୁଦ୍ଧି ନ ହେଲେ କେବେ ବି ପ୍ରଥମ ଥର ବ୍ରତ ଆରମ୍ଭ କରାଯାଇପାରିବ ନାହିଁ। ଆପଣମାନେ ତ ଜାଣିଥିବେ, ରବି ଶୁଦ୍ଧି ଓ ଗୁରୁ ଶୁଦ୍ଧି ନ ହେଲେ ବିବାହ ମଧ୍ୟ ଆରମ୍ଭ କରାଯାଏ ନାହିଁ। ସେଥିପାଇଁ କୁହାଯାଏ ବିବାହ ତିଥି ନଥିଲେ କୌଣସି ବି ନୂଆ ବ୍ରତ ଆରମ୍ଭ କରିପାରିବ ନାହିଁ। ଯଦି ବିବାହ ତିଥି ଅଛି ତା ମାନେ ରବି ଶୁଦ୍ଧି ଅଛି, ଗୁରୁ ମଧ୍ୟ ଶୁଦ୍ଧି ଅଛି, ତାହେଲେ ହିଁ ବିବାହ ହୋଇପାରିବ ଏବଂ ଆମେ କୌଣସି ବି ନୂଆ ବ୍ରତ ଆରମ୍ଭ କରିପାରିବା। ସୁଦଶା ବ୍ରତ ମଧ୍ୟ ଆରମ୍ଭ କରିପାରିବା। ତେବେ ଦର୍ଶକ ବନ୍ଧୁ, ମାଘ ମାସର ଶୁକ୍ଳପକ୍ଷ ହେଇଥିବ, ଦଶମୀ ତିଥି ହେଇଥିବ ଏବଂ ବାର ଗୁରୁବାର ହେଇଥିବ ଏବଂ ବିବାହ ତିଥି ମଧ୍ୟ ଥିବ, ତେବେ ଯାଇକି ଆପଣମାନେ ବ୍ରତ ଆରମ୍ଭ କରିପାରିବେ। ସୁଦଶା ବ୍ରତ ନୂଆ କରି ଆରମ୍ଭ କରିପାରିବେ। ବୈଶାଖ ମାସରେ ବି ଆରମ୍ଭ କରାଯାଏ, କିନ୍ତୁ ମାଘ ମାସରେ ଆରମ୍ଭ କରିବା ବହୁତ ଶୁଭ ହୋଇଥାଏ। ତେଣୁ ବନ୍ଧୁଗଣ, ଏବର୍ଷ ଯେଉଁ ସୁଦଶା ବ୍ରତଟି ପଡ଼ୁଅଛି ତାହା ପୌଷ ମାସରେ ପଡ଼ୁଛି। ତେଣୁ ପ୍ରଥମ କରି ଯେଉଁମାନେ ବ୍ରତ ଆରମ୍ଭ କରିବା ପାଇଁ ଚାହୁଁଥିବେ ସେମାନେ କରିପାରିବେ ନାହିଁ। ତେଣୁ ଆପଣମାନେ ଆପଣଙ୍କର ଯିଏ କୁଳପୁରୋହିତ ଥିବେ, ବ୍ରାହ୍ମଣ ମଧ୍ୟ ଥିବେ, ତାଙ୍କୁ ପଚାରନ୍ତୁ ଏବଂ ଠିକ୍ ତିଥି ଦେଖିକି ହିଁ ନୂଆ ବ୍ରତ ଆରମ୍ଭ କରନ୍ତୁ। ପୌଷ ମାସରେ ଆରମ୍ଭ କରାଯାଏ ନାହିଁ, ମାଘ ମାସରେ ହିଁ ଆରମ୍ଭ କରାଯାଏ। ବୈଶାଖ ମାସରେ ବି ଆରମ୍ଭ କରିଥାନ୍ତି। ଯେହେତୁ ଏହି ସୁଦଶା ବ୍ରତଟି ପୌଷ ମାସରେ ପଡ଼ୁଛି,
ନୂଆ ଯେଉଁମାନେ ବ୍ରତ ଆରମ୍ଭ କରିବା ପାଇଁ ଚାହୁଁଥିବେ ସେମାନେ କରିବା ଉଚିତ ନୁହେଁ। କିନ୍ତୁ ଆପଣ ଆପଣଙ୍କର ଗୁରୁଜନମାନଙ୍କୁ, ପୁରୋହିତମାନଙ୍କୁ ପଚାରନ୍ତୁ। ପଚାରିକି ହିଁ ବ୍ରତ ଆରମ୍ଭ କରିବେ। ଯେତେବେଳେ ଆପଣ ପ୍ରଥମ କରି ବ୍ରତ ଆରମ୍ଭ କରିଥାନ୍ତି, ଏହି ବ୍ରତଟି ପ୍ରଥମେ ବ୍ରାହ୍ମଣଙ୍କ ଦ୍ୱାରା ହିଁ ଆରମ୍ଭ କରାଯାଇଥାଏ। ତାପରେ ଆମେ ନିଜେ ପୂଜା କରିପାରିବା। କିନ୍ତୁ ପ୍ରଥମ ଥର ଯେତେବେଳେ ଆରମ୍ଭ କରୁଛନ୍ତି, ସେତେବେଳେ ବ୍ରାହ୍ମଣଙ୍କ ଦ୍ୱାରା ହିଁ ଆରମ୍ଭ କରନ୍ତୁ। ଯେଉଁମାନେ ପୁରୁଣା ବ୍ରତଧାରୀ ଅଛନ୍ତି, ସେମାନେ ଘରେ ପୂଜା କରିପାରିବେ। ସୁଦଶା ବ୍ରତରେ ମାଙ୍କ ପାଖରେ ସିଝା ମଣ୍ଡା ଭୋଗ ଲାଗିଥାଏ, ଯାହାକି ମାଙ୍କର ଅତ୍ୟନ୍ତ ପ୍ରିୟ। 10 ପୁର ଦିଆ 10ଟି ସିଝା ମଣ୍ଡା ମାଙ୍କୁ ଅର୍ପଣ କରାଯାଇଥାଏ ଏହି ସୁଦଶା ବ୍ରତରେ। ଯେଉଁମାନେ ପୁରୁଣା ବ୍ରତଧାରୀ, ସେମାନେ ଭକ୍ତି ନିଷ୍ଠାର ସହିତ ବର୍ଷର ପ୍ରଥମ ସୁଦଶା ବ୍ରତ ନିହାତି ପାଳନ କରନ୍ତୁ। ତେବେ ବନ୍ଧୁଗଣ, ଏହା ଥିଲା ସୁଦଶା ବ୍ରତ ପୂଜାର ନିୟମ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଲାଇକ୍ କରି କମେଣ୍ଟରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ।